ବେଶ କିଛି ଦିନର ନୀରବତା ପରେ ପୁଣି ଚର୍ଚ୍ଚାର ପରିଧିରେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ଉପରେ ଆକ୍ସନ ନେଇଥିଲେ। ତେବେ ଆକ୍ସନ ମୁତାବକ ମିଶନ ଶକ୍ତି ବିଭାଗରୁ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବର ଦାୟିତ୍ୱ ମିଳିଥିଲା। ତେବେ ଗଲା ମେ ମାସ 27 ତାରିଖରେ ସେ ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ 6 ମାସର ଛୁଟି ମାଗିଥିଲେ। ଆଉ ଏହାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ବି ଅନୁମୋଦନ କରିଥିଲେ। ଶୁଣିବାକୁ ମିଳେ ଯେ ଗଲା 6 ମାସ ହେଲା ସୁଜାତା କୁଆଡ଼େ ଇଟାଲୀ ଯାଇ ସେଠାରେ ରହୁଛନ୍ତି। ତେବେ ସୁଜାତାଙ୍କ ଛୁଟିର ମିଆଦ ଆଜି ପୁରୁଥିବାରୁ ସେ ପୁଣି ନିଜ ଛୁଟିକୁ 6 ମାସ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ମାତ୍ର ରାଜ୍ୟ ସରକାର ତାଙ୍କର ଏହି ଅନୁରୋଧକୁ ଖାରଜ କରିବା ସହ ତୁରନ୍ତ ଆଜି ଆସି ଅଫିସରେ ଜଏନ୍ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ ମହାନ୍ତି ସୁଜାତାଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସରକାର ଆଉ ତାଙ୍କ ଛୁଟିର ମିଆଦ ବୃଦ୍ଧି କରିବା ପାଇଁ ଚାହୁଁନାହାନ୍ତି, ତେଣୁ ଆଜି ହିଁ ସେ ଆସି ଅଫିସରେ ଜଏନ୍ କରନ୍ତୁ। ତେବେ ଛୁଟି ନାମଞ୍ଜୁର ପରେ ସୁଜାତା ଆଜି ଆସି କାର୍ଯ୍ୟରେ ଯୋଗ ଦେଉଛନ୍ତି ନା ଅନଅଥରାଇଜ୍ ଲିଭ୍ରେ ରହୁଛନ୍ତି ତାହା ଦେଖିବା ପାଇଁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।